ଆପଣ କେବେ ଭାବିଛନ୍ତି କି କାହିଁକି ଏକ ମୃତ ଶରୀରକୁ କେବେ ଏକା ଛାଡ଼ି ଦିଆଯାଏ ନାହିଁ? ଆମେ ସମସ୍ତେ ଜାଣୁ ଯେ ରାତି ପରେ ଦିନ ଆସିଥାଏ। ସେହିପରି ଜୀବନ ଏବଂ ମୃତ୍ୟୁ ଏହି ଜଗତର ଏକ ବାସ୍ତବିକତା। ଏହା ଏକ ଅସ୍ୱୀକାର୍ଯ୍ୟ ସତ୍ୟ ଯେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନେ ନା ଦିନେ ଏହି ପୃଥିବୀ ଛାଡ଼ି ଚାଲିଯିବାକୁ ପଡ଼ିବ। ଯଦି ପୃଥିବୀରେ କିଛି ଅଟଳ ସତ୍ୟ ଅଛି ତେବେ ତାହା ହେଉଛି ମୃତ୍ୟୁ। ତଥାପି ଆମେ ଏବଂ ଆପଣ ମୃତ୍ୟୁକୁ ଭୟ କରୁଛୁ ଏବଂ ଏହି ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନାହୁଁ, କିନ୍ତୁ ଯେଉଁଟାକି କେବେ ହେଲେ କାହାକୁ ହେଲେ ଛାଡ଼ି ନାହିଁ। ଏବଂ ହୁଏତ ଏହି କାରଣରୁ ମୃତ୍ୟୁକୁ ନେଇ ପରମ୍ପରା, ପ୍ରଥା ଏବଂ ବିଶ୍ୱାସ ସର୍ବଦା ଲୋକଙ୍କ ମଧ୍ୟରେ କୌତୂହଳ ଏବଂ ରହସ୍ୟ ଜାଗ୍ରତ କରି ଆସିଛି। ଆପଣ ହୁଏତ ଲକ୍ଷ୍ୟ କରିଥିବେ ଯେ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶରୀରକୁ ଦାହ କରାଯାଏ, କିନ୍ତୁ ଯେତେବେଳେ ସୂର୍ଯ୍ୟାସ୍ତ ପରେ କାହାର ମୃତ୍ୟୁ ହୋଇଯାଏ ଆପଣ ହୁଏତ ଲକ୍ଷ୍ୟ କରିଥିବେ ଯେ ଶବଦାହ ତୁରନ୍ତ ହୁଏ ନାହିଁ। ଶରୀରକୁ ରାତିସାରା ରଖାଯାଏ ଏବଂ ତା ପରଦିନ ଦାହ କରାଯାଏ। ଏବଂ ସବୁଠାରୁ ଆକର୍ଷଣୀୟ କଥା ଯାହା ଆପଣ ଲକ୍ଷ୍ୟ କରିଥିବେ ତାହା ହେଉଛି ଯେ ଶରୀରକୁ କେବେ ଏକା ଛାଡ଼ି ଦିଆଯାଏ ନାହିଁ। ଆପଣ କେବେ ଭାବିଛନ୍ତି କି ଏପରି କାହିଁକି କରାଯାଏ? କାହିଁକି ଶରୀରକୁ ଏକା ଛାଡ଼ିବା ଏତେ ବଡ଼ ବିପଦ ବୋଲି ବିବେଚନା କରାଯାଏ, ବିଶ୍ୱାସ କରାଯାଏ? ଆଜି ଏହି ବିଶେଷ ଭିଡ଼ିଓରେ ଆମେ ଆପଣଙ୍କୁ ଗରୁଡ଼ ପୁରାଣରେ ବିସ୍ତୃତ ଏହି ରହସ୍ୟ ବିଷୟରେ କହିବୁ। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କୁ ଆହୁରି କାହାଣୀ ଦେଇପାରିବୁ। ଏହା ସହିତ ଆମର ହ୍ୱାଟ୍ସଆପ୍ ଚ୍ୟାନେଲକୁ ମଧ୍ୟ ନିଶ୍ଚିନ୍ତ ଭାବରେ ଜଏନ୍ କରନ୍ତୁ। ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ଆମର ଭିଡ଼ିଓ ରିଲିଜ୍ ହେଲେ ଆମେ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ହ୍ୱାଟ୍ସଆପ୍ କରିବୁ ଆଉ ଆପଣ ସେଗୁଡ଼ିକୁ ଦେଖିପାରିବେ। ଆମେ ଡିସ୍କ୍ରିପ୍ସନରେ ଲିଙ୍କ୍ ପ୍ରଦାନ କରିଛୁ, ଆପଣ ଜଏନ୍ ହୋଇଯାଆନ୍ତୁ। ଏବେ ଆମେ ପ୍ରଶ୍ନର ଉତ୍ତର ଜାଣିବା, କାହିଁକି ରାତିରେ ଶବଦାହ କରାଯାଏ ନାହିଁ? ହିନ୍ଦୁ ଧର୍ମ ଅନୁସାରେ ସୂର୍ଯ୍ୟାସ୍ତ ପରେ ଶବଦାହ ନିଷେଧ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯଦି ସୂର୍ଯ୍ୟାସ୍ତ ପରେ ମୃତଦେହ ଦାହ କରାଯାଏ ତେବେ ବ୍ୟକ୍ତି ମୋକ୍ଷ ପାଇପାରିବେ ନାହିଁ। ସୂର୍ଯ୍ୟାସ୍ତ ପରେ ସମୟକୁ ଦେବତାମାନଙ୍କର ନୁହେଁ, ନକାରାତ୍ମକ ଶକ୍ତିର ସମୟ ବୋଲି ବିବେଚନା କରାଯାଏ। ଏହି କାରଣରୁ ରାତିରେ ଶବଦାହକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ ଯଦି କୌଣସି ବ୍ୟକ୍ତି ସନ୍ଧ୍ୟା ପରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ଶରୀରକୁ ଘରେ ରଖାଯାଏ ଏବଂ ତାପରେ ସକାଳର ଅପେକ୍ଷା କରାଯାଏ। ଦ୍ୱିତୀୟ ପରିସ୍ଥିତି ପଞ୍ଚକର। ପଞ୍ଚକ ସମୟରେ ଯଦି କେହି ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ଶବଦାହ ତୁରନ୍ତ କରାଯାଏ ନାହିଁ। ପଞ୍ଚକ ଶେଷ ହେବା ପରେ ଅଗ୍ନି ପ୍ରଜ୍ୱଳିତ କରାଯାଏ। ଗରୁଡ଼ ପୁରାଣ ଅନୁସାରେ ଯଦି କେହି ପଞ୍ଚକ ସମୟରେ ମୃତ୍ୟୁବରଣ କରନ୍ତି ଏବଂ ସିଧାସଳଖ ଶବଦାହ କରାଯାଏ ତେବେ ପରିବାରରେ ଆଉ 5 ଜଣଙ୍କ ମୃତ୍ୟୁ ହେବାର ସମ୍ଭାବନା ଥାଏ। ସେଥିପାଇଁ ପଞ୍ଚକ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ଶରୀରକୁ କିଛି ସମୟ ପାଇଁ ଘରେ ରଖାଯାଏ। ଏବେ ଆମେ ଶବକୁ କାହିଁକି ଏକା ଛାଡ଼ିବା ନାହିଁ ସେହି ବିଷୟରେ ଜାଣିବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କି ଆମେ ଶବକୁ ରାତିସାରା ଏକା କାହିଁକି ଛାଡ଼ିବା ନାହିଁ? ଏହାର ଅନେକ କାରଣ ଅଛି ବନ୍ଧୁଗଣ। ସେଇମାନଙ୍କ ଭିତରୁ ଗୋଟିଏ କାରଣ ହେଉଛି ପୁରାଣରେ କୁହାଯାଇଛି ଯେ ଯଦି କୌଣସି ଶବକୁ ଏକା ଛାଡ଼ି ଦିଆଯାଏ ତେବେ ପଶୁମାନେ ପ୍ରାୟତଃ ତାକୁ କ୍ଷତି ପହଞ୍ଚାନ୍ତି, କାରଣ ସେଥିରେ ଶକ୍ତି ଥାଏ ନାହିଁ, ଆତ୍ମା ଥାଏ ନାହିଁ। ଯଦି ପଶୁମାନେ ଶରୀରକୁ କଞ୍ଚାନ୍ତି କିମ୍ବା ବିଚଳିତ କରନ୍ତି ତେବେ ଆତ୍ମା ପରଲୋକକୁ ଯିବାର ପଥ ପାଇପାରିବ ନାହିଁ, ମାନେ ବ୍ୟକ୍ତି ମୁକ୍ତି ପାଇପାରିବ ନାହିଁ। ସେହି ବ୍ୟକ୍ତି ଭୂତ ହେଇକି ଅଥବା ନିଃଶରୀର ହେଇକି ଏପଟେ ସେପଟେ ବୁଲିବ, ସେଠାରେ ମଧ୍ୟ ଏହା କଷ୍ଟ ପାଏ। ଘରେ ମଧ୍ୟ ଯଦି ମଶା କିମ୍ବା କୀଟପତଙ୍ଗ ଥାଏ ତେବେ ଆପଣ ଦେଖିଥିବେ ଲୋକମାନେ ଏହାକୁ ଦର୍ପଣ ପଛରେ ରଖନ୍ତି କିମ୍ବା ପାଖରେ ଧୂଆଁ ଜାଳି ଦିଅନ୍ତି। ଏହା ଆତ୍ମାକୁ ତାର ଯାତ୍ରାକୁ ଅତ୍ୟଧିକ ଯନ୍ତ୍ରଣାଦାୟକ ନ କରିବା ପାଇଁ କରାଯାଏ। ଦ୍ୱିତୀୟତଃ ଶବ ଏକ ପ୍ରକାର ଦୁର୍ଗନ୍ଧ ସୃଷ୍ଟି କରେ। ଯେହେତୁ ସେଥିରେ ପ୍ରାଣ ନଥାଏ ଆଉ ତାର ରକ୍ତ ସଞ୍ଚାଳିତ ହେବା ବନ୍ଦ ହୋଇଯାଇଥାଏ, ତେଣୁ ସେହି ଶବରୁ ଦୁର୍ଗନ୍ଧ ବାହାରିବା ସ୍ୱାଭାବିକ। ତେଣୁ ରାତିରେ ପରିବେଶ ଶାନ୍ତ ଏବଂ ସ୍ଥିର ରହିଥାଏ। ଶବକୁ ଏକା ଛାଡ଼ିଦେଲେ ଦୁର୍ଗନ୍ଧ ହୋଇପାରେ। ତେଣୁ ଏକ ଶାନ୍ତ ଏବଂ ପବିତ୍ର ପରିବେଶ ବଜାୟ ରଖିବା ପାଇଁ ଏହାର ଚାରିପାଖରେ ଧୂପକାଠି ଜଳାଯାଏ। ଏହି ପରମ୍ପରା କେବଳ ଧାର୍ମିକ ନୁହେଁ ବରଂ ବ୍ୟବହାରିକ ମଧ୍ୟ, ମୁଖ୍ୟତଃ ନକାରାତ୍ମକ ଶକ୍ତିର ଭୟ ଯୋଗୁଁ। ଯେପରି ଆମେ ଉଲ୍ଲେଖ କରିଛୁ, ଗରୁଡ଼ ପୁରାଣ ସ୍ପଷ୍ଟ ଭାବରେ କହିଛି ଯେ ମୃତ୍ୟୁ ପରେ ଶରୀରରୁ ତୁରନ୍ତ ଶକ୍ତି ନଷ୍ଟ ହୋଇଯାଏ, ମାନେ ଆତ୍ମା ଚାଲିଯାଏ ଏବଂ ରକ୍ତ ସଞ୍ଚାଳନ ହେବା ବନ୍ଦ ହୋଇଯାଏ। ଖରାପ ଆତ୍ମା ଏବଂ ଘୁରି ବୁଲୁଥିବା ନକାରାତ୍ମକ ଶକ୍ତି ଶବ ଭିତରକୁ ପ୍ରବେଶ କରିଥାନ୍ତି ଯଦି ତାଙ୍କୁ ଏକୁଟିଆ ଛଡ଼ାଯାଏ ତ। ଯଦି ଶବଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଅବ୍ୟବସ୍ଥିତ ରହିଥାଏ ତେବେ
ଏହା ସେହି ଦୁଷ୍ଟ ଆତ୍ମାମାନଙ୍କୁ ଶରୀର ଉପରେ ନିୟନ୍ତ୍ରଣ କରିବାର ସୁଯୋଗ ଦେବ, ଯାହା କେବଳ ମୃତ ଆତ୍ମାକୁ ନୁହେଁ ବରଂ ତାଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ କଷ୍ଟ ଦେବ। ଅନ୍ୟ ଏକ ବିଶ୍ୱାସ ମୃତ ବ୍ୟକ୍ତିଙ୍କ ଆତ୍ମାର ଭ୍ରମଣ ସହିତ ଜଡ଼ିତ। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ତୁରନ୍ତ ପ୍ରସ୍ଥାନ କରେ ନାହିଁ। ଏହା କିଛି ସମୟ ପାଇଁ ଶରୀରର ଚାରିପାଖରେ ରହିଥାଏ, ମାନେ ସିଏ ଯେଉଁ ଅଞ୍ଚଳରେ ରହୁଥିଲା ସେହି ଅଞ୍ଚଳରେ ସିଏ ବୁଲାବୁଲି କରୁଥାଏ। ଏହା ବିଶ୍ୱାସ କରାଯାଏ ଯେ ମୃତ ବ୍ୟକ୍ତିଙ୍କ ଆତ୍ମା ତାଙ୍କ ପରିବାରର ଉପରେ ନଜର ରଖେ, ସେମାନଙ୍କୁ ଡାକେ ଏବଂ ଧୀରେ ଧୀରେ ଏହି ଦୁନିଆରୁ ତାଙ୍କର ପ୍ରସ୍ଥାନ ଅନୁଭବ କରେ। ଯଦି ଶବକୁ ସମ୍ପୂର୍ଣ୍ଣ ଏକା ଛାଡ଼ି ଦିଆଯାଏ ତେବେ ଆତ୍ମା ଅତ୍ୟନ୍ତ ଅସ୍ଥିର ହୋଇଯାଏ ଏବଂ ଏହାର ଆଗକୁ ଯିବାର ପଥ ବାଧାପ୍ରାପ୍ତ ହୋଇପାରେ। ତେଣୁ ପୁରାଣରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ଯେପରି ଅନାବଶ୍ୟକ ଲୋକମାନେ ଖାଲି ଘରେ ପ୍ରବେଶ କରନ୍ତି, ସେହିପରି ଦୁଷ୍ଟ ଆତ୍ମାକୁ ପ୍ରବେଶରୁ ରୋକିବା ପାଇଁ ଦୀପ, ଧୂପ, ମନ୍ତ୍ର ଜପ, ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଶବ ନିକଟରେ ଜଣେ ବ୍ୟକ୍ତିଙ୍କର ଉପସ୍ଥିତି ଆବଶ୍ୟକ ବୋଲି ବିବେଚନା କରାଯାଏ। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ବ୍ୟାଖ୍ୟା କରିଛନ୍ତି ଯେ ଯଦି ମୃତ ବ୍ୟକ୍ତିଙ୍କର ନିଜ ସନ୍ତାନମାନେ ଦୂରରେ ଥାନ୍ତି ଏବଂ ସେଠାରେ ନଥାନ୍ତି ତେବେ ଶବକୁ ପୁଅ କିମ୍ବା ନିକଟ ସମ୍ପର୍କୀୟ ଶେଷକୃତ୍ୟ କରିବା ପର୍ଯ୍ୟନ୍ତ ଘରେ ରଖାଯାଏ। ଯଦି କୌଣସି ଶିଶୁ ଶବଦାହ ନ କରେ ତେବେ ମୃତ ଆତ୍ମାର ମୁକ୍ତି ଅସମ୍ପୂର୍ଣ୍ଣ ରହିଥାଏ। ଏହାକୁ ଅନେକ ବର୍ଷ ଧରି ମର୍ତ୍ତ୍ୟ ଜଗତରେ ବିଚରଣ କରିବାକୁ ପଡ଼ିଥାଏ। ଏହି କାରଣରୁ ଦୂରଦୂରାନ୍ତରରୁ ଲୋକମାନେ ଶବଦାହରେ ଯୋଗ ଦେବାକୁ ଚେଷ୍ଟା କରନ୍ତି, କାରଣ ଏହା କେବଳ ଏକ ରୀତି ନୁହେଁ ବରଂ ଆତ୍ମାର ଯାତ୍ରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ପୁରାଣରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ କରାଯାଇଥିବା ଶବଦାହ ଆତ୍ମାର ପୁନର୍ଜନ୍ମକୁ ଅସୁର, ପିଶାଚ କିମ୍ବା ରାକ୍ଷସ ଭାବରେ ନେଇପାରେ, କାରଣ ରାତି ଦିବ୍ୟ ଶକ୍ତିର ସମୟ ନୁହେଁ ବରଂ ଆସୁରିକ ଶକ୍ତିର ସମୟ। ତେଣୁ ରାତିକୁ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଶବଦାହ ପାଇଁ ଉପଯୁକ୍ତ ସମୟ ବୋଲି ବିବେଚନା କରାଯାଏ ନାହିଁ। ଶବ ଚାରି ପାଖରେ ବସିବା କେବଳ ଏକ ପରମ୍ପରା ନୁହେଁ, ଏହା ମୃତ ଆତ୍ମାକୁ ସୁରକ୍ଷା ଦେବାର ଏକ ଉପାୟ। ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ସେମାନଙ୍କ ଏବଂ ପରଲୋକ ମଧ୍ୟରେ ଦୂରତା କେବଳ ନିଶ୍ୱାସର ବିଷୟ। ଏହି ପରିବର୍ତ୍ତନ ସମୟରେ ଯଦି ପରିବାରର ସଦସ୍ୟମାନେ ମନ୍ତ୍ର ଜପ କରନ୍ତି, ଦୀପ ଜାଳି ଦିଅନ୍ତି ଏବଂ ଏକାଠି ବସିଥାନ୍ତି ତେବେ ଏହା ପରିବେଶକୁ ପବିତ୍ର କରେ ଏବଂ ଆତ୍ମାକୁ ଶାନ୍ତ ରଖେ। ମୂଳତଃ ମୃତ୍ୟୁ ହେଉଛି ଜୀବନର ପରମ ସତ୍ୟ ଏବଂ ମୃତ୍ୟୁ ସହିତ ଜଡ଼ିତ ପରମ୍ପରା ଗୁଡ଼ିକ କେବଳ ଅନ୍ଧବିଶ୍ୱାସ ନୁହେଁ ବରଂ ଗଭୀର ଆଧ୍ୟାତ୍ମିକ ବୁଝାମଣା ଉପରେ ଆଧାରିତ। ରାତିରେ ମୃତଦେହକୁ ଏକା ନ ଛାଡ଼ିବା ହେଉଛି ମୃତ ଆତ୍ମାକୁ ସୁରକ୍ଷା ଦେବା, ପରିବାରରେ ଶାନ୍ତି ସୁନିଶ୍ଚିତ କରିବା ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଏକ ଉପାୟ। ଏହି ସୂଚନା ବିଷୟରେ ଆପଣଙ୍କର ମତାମତ କ'ଣ? ନିଶ୍ଚିତ ଭାବରେ ଆପଣ ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ। ଯଦି ଆପଣ ଆମ ସହିତ ପ୍ରଥମ ଥର ପାଇଁ ଯୋଡ଼ିଛନ୍ତି, ପ୍ରଥମ ଥର ପାଇଁ ଆମ କଥା ଶୁଣୁଛନ୍ତି, ତେବେ ଆମକୁ ବଢ଼ିବାରେ ସାହାଯ୍ୟ କରିବା ପାଇଁ ଏବଂ ଆମର ଭିଡ଼ିଓ ଗୁଡ଼ିକକୁ ଆପଣଙ୍କ ପାଖରେ ଅଧିକ ପହଞ୍ଚିବା ପାଇଁ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଏହି ଇନଫର୍ମେସନ୍ ଅନ୍ୟମାନଙ୍କ ପାଖରେ ପହଞ୍ଚୁ ସେଥିପାଇଁ ଆପଣ ନିଶ୍ଚିତ ଭାବରେ ଭିଡ଼ିଓଟିକୁ ସେୟାର କରନ୍ତୁ। ବର୍ତ୍ତମାନ ପାଇଁ ମୁଁ ଆପଣଙ୍କ ଠାରୁ ବିଦାୟର ଅନୁମତି ମାଗୁଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।